ଏଥର ସବୁଆଡ଼େ ବୁଲାବୁଲି କରିଛୁ। ନରେନ୍ଦ୍ର ପୋଖରୀ, ମା ଶ୍ରୀ ଗୁଣ୍ଡିଚା, ମାଉସୀ ମା ମନ୍ଦିର, ତାପରେ ସ୍ୱର୍ଗଦ୍ୱାର ସବୁଆଡ଼େ ବୁଲାବୁଲି କରିଛୁ। ତ ଭିଡ଼ିଓ ସବୁ ଡ୍ରାଫ୍ଟ ରଖିଛି, ସବୁ ଛାଡ଼ିବି। ହ୍ୟାଲୋ ହାଏ ନମସ୍ତେ, କେମିତି ଅଛନ୍ତି ସମସ୍ତେ? ଜୟ ଜଗନ୍ନାଥ, ଜୟ ମହିଙ୍ଗୁଳା। ମୁଁ ସୁରେଖା ଆସିଗଲି ଆଉ ଗୋଟେ ନୂଆ ଭିଡ଼ିଓରେ। ଆପଣମାନେ ସମସ୍ତେ କେମିତି ଅଛନ୍ତି? ବହୁତ ଦିନ ହେଲାଣି ଆପଣମାନଙ୍କୁ ଲଙ୍ଗ୍ ଭିଡ଼ିଓ ଦେଇନି, ତ କ'ଣ ପାଇଁ ଦେଇନି ଆପଣମାନଙ୍କୁ କହୁଛି। ତ ସାଙ୍ଗମାନେ ପୁରୀରୁ ଆସିକି ଘରେ ପହଞ୍ଚି ଗଲୁ। ଭଲରେ ଜଗାଙ୍କ ଦର୍ଶନ ବି ଭଲରେ କରିଦେଲି। ଆଉ ଘରେ ମାନେ ଆମେ ଯେଉଁ ବାଇକ୍ରେ ଆପଣମାନେ ତ ଦେଖନ୍ତୁ କିଭଳିଆ ଶୀତ ହେଉଛି। ତ 30 କିଲୋମିଟର ମାନେ ପୁଣି ଅନୁଗୁଳ ଷ୍ଟେସନରୁ ରାଣୀଗୁଡ଼ା ଷ୍ଟେସନରୁ ଆମକୁ ଘରକୁ ଆସିବା ପାଇଁ ପଡ଼ିଲା। ପୁଣି 30 କିଲୋମିଟର ଗଲାବେଳକୁ ଆଉ ଭିଡ଼ିଓ ସାଙ୍ଗମାନେ ବନେଇ ନଥିଲେ, କାରଣ ଆମର ସେମିତି ସାଙ୍ଗେ ସାଙ୍ଗେ ଯିବାର ଜଗାର ଡୋରି ଯଦି ଲାଗିବ ନା ଆପଣମାନେ ଡୋରି ନ ଲାଗିଲେ ଆପଣମାନେ ଯାଇପାରିବେନି। ଆଉ ଜଗାର ଡୋରି ଲାଗିଲେ ଆପଣମାନେ ନିଶ୍ଚିତ ଭାବରେ ଯେତେ କାମ ଥାଉ ବି ଛାଡ଼ିକି ଯିବା ପାଇଁ ପଡ଼ିବ। ତ ଆମର ସେମିତି ଆଗରୁ କିଛି ପ୍ଲାନ୍ ହିଁ ନଥିଲା ଯିବା ପାଇଁ। ସାଙ୍ଗେ ସାଙ୍ଗେ ସଡ଼ନ ଆମ ଘରେ ଗୋଟେ ଛୋଟ ମୋଟିଆ ଭୋଜିଟେ ସାଙ୍ଗମାନେ ଥିଲା। ତ ଆମେ ତ ସିଆଡ଼େ ସାଙ୍ଗମାନେ ଯାଇପାରୁନୁ, ବାହାରକୁ ଯାଇପାରୁନୁ। ତ ଭୋଜି କରିବା ପାଇଁ ତାପରେ ଫ୍ୟାମିଲି ନେଇକି ଯାଇପାରୁନୁ। ତାପରେ ପଇସା ପତ୍ର ସବୁଠି ହିଁ ଦରକାର। ସବୁଠିକି ଆଉ ପଇସା ନହେଲେ ଭୋଜିଟେ ହେଇପାରିବ କି? ଆପଣମାନେ ତ ଆଜିକାଲି ପନିପରିବା ରେଟ୍ ବାଟ ସବୁ ଜାଣୁଛନ୍ତି। ତ ସେମିତି ଗୋଟେ ଛୋଟ ମୋଟିଆ ଭୋଜି ଗୋଟେ ଘରେ କରିଥିଲୁ। ତାପରେ ରାତିରେ କରିଦେଲୁ ସେ ଭୋଜି। ରବିବାର ଦିନ ଆମର ଭୋଜି ଥିଲା, ରବିବାରେ। ତାପରେ ସାଙ୍ଗେ ସାଙ୍ଗେ ଏମିତି ମୋ ଜନ୍ମଦିନ ଥିଲା ସୋମବାର। ତ ଭାଇ କହିଲେ ରବିବାର ଦିନ ଭୋଜି ଖାଇସାରିଲା ପରେ ଭାଇ କହିଲେ ଯେତେ ସବୁ ଜଗନ୍ନାଥ ମନ୍ଦିର ଅଛି, ଏଇ ଆମ ପାଖ ପାଖରେ ସବୁ ଯେତେ ଅଛି, ଜଗାକୁ ସବୁ ଦର୍ଶନ କରିକି ତୋ ଜନ୍ମଦିନରେ ସବୁ ମନ୍ଦିରକୁ ଯିବି, ଦର୍ଶନ କରିକି ଆଣିବି, ତୋ ମନ ଶାନ୍ତି ହେଇଯିବ। ମୋତେ ଏମିତିକା ସାଙ୍ଗମାନେ କହୁଥିଲେ। ଦେଖିଲା ବେଳକୁ ପୁରା ମାନେ ଜଗା ଏମିତି ମାୟା କରିଥିଲେ ଯେ ପୁରା ପୁରା ଶ୍ରୀକ୍ଷେତ୍ର ଧାମ ପୁରୀ ଆମେ ଗଲୁ ଭାରି ସାଙ୍ଗମାନେ ହେଲା। ମୋତେ ବହୁତ ମାନେ ଖୁସି କହିଲେ ନ ସରେ। ତ ଯାହା ଭଗବାନଙ୍କୁ ମନ ଖୋଲି ଦର୍ଶନ କଲି। ଆଉ ଲାଇନରେ ତ 3-4 ଘଣ୍ଟା ସାଙ୍ଗମାନେ ଠିଆ ହେବାକୁ ପଡ଼ୁଛି। କ'ଣ ପାଇଁ ନା ଆଜିକାଲି ପଇସା ଯାହାର ଅଛି ପଇସା, ସେମାନେ VIP ଜାଗାରେ ଦର୍ଶନ ଯାଇନା କରି, VIP ଲାଇନରେ ଯାଇନା ଠିଆ ହେଇନା, VIP ଚେୟାରରେ ଯାଇନି ପୁରା ଘଣ୍ଟା ଘଣ୍ଟା ଧରିନି ପ୍ରଭୁକୁ ଆଖି ପୁରେଇକି ଯାଇକି ଦେଖୁଛନ୍ତି। ତ ଆମେ ଗରିବ ଲୋକ, ଆମେ ମାନେ ଯାଇପାରୁନେ। ଆମେ ଆହୁରି ମାନେ ଯାହାର ପଇସା ଅଛି ସେ VIP ଭଳିଆ ଯାଉଛନ୍ତି, ଆଉ ତାଙ୍କ ପାଇଁ ଲାଇନ୍ ଅଲଗା ଅଛି। ତ ଆମର ଯେହେତୁ ନାହିଁ, ଆମେ 4-5 ଘଣ୍ଟା ଲାଇନରେ ଠିଆ ହେଇ ପ୍ରଭୁକୁ ଯାଇ ଦର୍ଶନ ଟିକେ କରିପାରୁଛୁ। ତ ସେମିତିକା କଥା ସାଙ୍ଗମାନେ, ପ୍ରଭୁ ସବୁ ଜାଣୁଛନ୍ତି। ପ୍ରଭୁ ଆଉ କାଳିଆ ସାଆନ୍ତ କ'ଣ ଜାଣୁନାହାନ୍ତି କି? ଜାଣୁଛନ୍ତି। କିନ୍ତୁ ଏଇଟା ହେଉଛି ପ୍ରଶାସନର ହିଁ ଭୁଲ ହେଲା। ତ ସମସ୍ତେ ପଇସା ନଥାଉ ବା ନଥାଉ, କିନ୍ତୁ ଏତେ ଦେଶରୁ ବହୁତ ଦୂର ବାଟରୁ ଯାଉଛନ୍ତି ଜଗା ଦର୍ଶନ କରିବା ପାଇଁ କି ମୋତେ କାହିଁ ଏମିତି ଠିକ୍ ଲାଗେନି। ଏଇ ଯେଉଁ ପଇସା ଦେଇକି ଦର୍ଶନ କରୁଛନ୍ତି ମୋତେ କାହିଁ ଠିକ୍ ଲାଗୁନି। ହଉ, ଯାହାର ଅଛି ସେ ଦର୍ଶନ କରିପାରୁଛି। ଆମେ ଲାଇନରେ ଠିଆ ହେଇ 5 ଘଣ୍ଟା 4 ଘଣ୍ଟା ଠିଆ ହେଇ ସାଙ୍ଗମାନେ ଦର୍ଶନ ଟିକେ ପ୍ରଭୁଙ୍କୁ ପାଇଲୁ, ଏଟା ତ ହେଉଛି ବଡ଼ କଥା। ତ ଅଣ୍ଟା ସାଙ୍ଗମାନେ ଏମିତିକା ପେନ୍ ହେଉଥାଏ ମୋର। ସେଇଦିନ ଯାଇକି ସେଇଦିନ ପ୍ରଭୁଙ୍କୁ ଯେଉଁଦିନ ଆମେ ସୋମବାର ଗଲୁ, ସୋମବାର ଦିନ ମୋ ଜନ୍ମଦିନ ଥିଲା। ତ ଟ୍ରେନରେ ଗଲୁ ଅନୁଗୁଳରୁ ପୁରୀ, ପୁଣି ଲାଇନରେ 5 ଘଣ୍ଟା ଠିଆ ହେଲୁ। ଆପଣମାନେ ଭାବନ୍ତୁ କେମିତି। ଆଉ ମୋ ଅଣ୍ଟା ତ ଆଗରୁ ପେନ୍ ହୁଏ, ଆପଣମାନଙ୍କ ଭିଡ଼ିଓରେ ବି କହିଛି। ତାପରେ ଏମିତିକା ଅଣ୍ଟା ମୋର ପେନ୍ ହେଉଥାଏ ଲାଇନରେ ଠିଆ ହେଇ ଏମିତି ଅଣ୍ଟା ଖାଲି ଏମିତି ଟିକେ ହାତରେ ଘଷି ଦେଉଥାଏ, ପୁଣି ବସି ପଡ଼ୁଥାଏ ସେଠି। ତ ଏମିତିକା କାଳିଆ ଶ୍ରୀମନ୍ଦିରକୁ ଏମିତି ଦେଖୁଥାଏ ତ ପ୍ରଭୁଙ୍କୁ। ତ ଏମିତିକା ହେଇକି ଯାହା ଭଲରେ ଦର୍ଶନ ଟିକେ କରିପାରିଲି। ତ ଏଇଟା ହେଉଛି ମୋ ପାଇଁ ବଡ଼ କଥା। ସେମିତି ପୁରୀକି ଆପଣମାନେ ପୁରୀରେ ବହୁତ ଗୋଟେ ଜିନିଷ ଆପଣମାନେ ଯଦି ଆମର ଏଠି ସବୁ ଜିନିଷ କମ୍ ରେଟ୍ ଠିକ୍ ଅଛି, କିନ୍ତୁ ପୁରୀରେ ହାତ ମାରିଦେଲେ ସବୁ ଜିନିଷ ରେଟ୍। ପାଣି ବୋତଲରୁ ଆରମ୍ଭ କରିକି ସେ ସବୁ ଜିନିଷରେ ବହୁତ ରେଟ୍ ଆଜ୍ଞା। ତ ଏମିତିକା କରିବା ବହୁତ ଲୋକ ଦର୍ଶନ କରି ଯାଉଛନ୍ତି। ଏତେ ରେଟ୍ ନେବାଟା ଠିକ୍ ନାହିଁ, ଲୁଟୁଛନ୍ତି ଲୋକ। ଏତେ ରେଟ୍ ନେବା କଥା ନାହିଁ ମୋ ମତରେ, କାରଣ ବହୁତ ଦର୍ଶନୀୟ ଲୋକ, ବହୁତ ଭକ୍ତମାନେ ଯାଉଛନ୍ତି। ଚନ୍ଦନ ଟିପାଳ ଲଗେଇଦେଲେ ସାଙ୍ଗମାନେ 50 ଟଙ୍କା। ଆମେ କ'ଣ କହୁଛୁ ତମେ ଆମକୁ ଚନ୍ଦନ ଟିପାଳ ଲଗେଇ ଦିଅ, ଜବରଦସ୍ତ ଚନ୍ଦନ ଟିପାଳ ଲଗେଇ ଦେଉଛି 50 ଦିଏ
ଏମିତିକା ତାଙ୍କ ସହିତ ଯୁକ୍ତି ଉତ୍ତର କଲା ମାନେ ମଣିଷ ମଲା ହେଲା। ପୁରୀ ଧାମକୁ ପୁରୀ ଶ୍ରୀକ୍ଷେତ୍ରକୁ ଆମେ ଭଲରେ ଯାଇ ଦର୍ଶନ କରିବୁ। ଲୋକ ଆଜିକାଲି ମାନେ ଏମିତି ଦର୍ଶନ କରିକି ଆମେ ଫେରିବୁ ବୋଲି ଆଶା ନଥାଏ। ମାନେ ଇଆଡ଼େ ଲୋକ ପୁରୀ ଆଡ଼େ ଲୋକରା ସାଙ୍ଗମାନେ ବହୁତ ଟିଙ୍ଗାଳିଆ ଲୋକରାକ, ବହୁତ ଟିଙ୍ଗା ଲୋକ, ଭଲ ଲୋକ ହିଁ ନାହିଁ। ଖାଲି ପୁରୀ ଧାମ ସିନା ଶ୍ରୀକ୍ଷେତ୍ର ପ୍ରଭୁ ରହିଛନ୍ତି, କିନ୍ତୁ ସେଠିକାର ଲୋକ ଜମା ଭଲ ନୁହଁ। ତ ଆପଣମାନେ ଯଦି ବି ଯାଉଛନ୍ତି ତାକୁ ଯାହା ବି ଯେତିକି ପଇସା ନେଉଛନ୍ତି ନିଅନ୍ତୁ, ଯୁକ୍ତି ଉତ୍ତର କରନ୍ତୁ ନାହିଁ। ଏବେ ଆମେ ଆସିଲା ପରେ ବି ଏଇ ହେଇଯାଇଛି ଯେଉଁ ଗୋଟେ ଛୋଟ ଛୁଆର ହେଇଯାଇଛି ଯେଉଁ ବୋଲେରୋ ଗାଡ଼ି ଆକ୍ସିଡେଣ୍ଟ କରିଦେଲା ବଡ଼ଦାଣ୍ଡରେ। ତାପରେ ହେଇଗଲା ସ୍ୱର୍ଗଦ୍ୱାରରେ, ମାନେ ସ୍ୱର୍ଗଦ୍ୱାରକୁ ମୁର୍ଦ୍ଦାର ପୋଡ଼ିବା ପାଇଁ ନେଇଥିଲେ, ମୁର୍ଦ୍ଦାର ହେଇ ଘରକୁ ଫେରିଲେ ଭଦ୍ରକରୁ। ମୁଁ ଏଇଟା ନ୍ୟୁଜ୍ ଦେଖୁଥିଲି। ଏମିତିକା ସାଙ୍ଗମାନେ ତ ବହୁତ ଖତରନାକ ଲୋକ ଅଛନ୍ତି। ତ ଆପଣମାନେ ବି ଯାଆନ୍ତୁ, କିଛି ଅସୁବିଧା ନାହିଁ, ଜଗା ଦର୍ଶନ କରନ୍ତୁ, କିନ୍ତୁ ଯୁକ୍ତି କରନ୍ତୁ ନାହିଁ। ଯେତିକି ପଇସା ନେଉଛି ନେଉ ପଛେ, କିନ୍ତୁ ଆପଣମାନେ ଘରକୁ ଜଗା ଦର୍ଶନ ସାରି କିନ୍ତୁ ଘରକୁ ସୁରକ୍ଷିତ ଭାବରେ ପହଞ୍ଚିବା। କିନ୍ତୁ ପଇସା ସବୁଠି ପଇସା ନ ନେଲେ ଆପଣମାନେ ସେଇ ଜାଗାକୁ ପଇସା ଯଦି ନ ଧରିକି ଯାଇଥିବେ, ଆପଣମାନେ ପୁରା ଯେଉଁ ଆସିପାରିବେନି। ସବୁଥିରେ ପଇସା, ସବୁ କ୍ଷେତ୍ରରେ ପଇସା, ଖାଇବାରେ ପିଇବାରେ ସବୁଥିରେ ତ ପଇସା। ଏତେ ପଇସା ନେଉଛନ୍ତି କୁହନ୍ତୁନି ଆପଣମାନେ। ତାପରେ ମୋ ଦେହଟା ଟିକେ ଅସୁସ୍ଥ ହୋଇଗଲା, ମାନେ ବାଇକ୍ରେ ଯାଇକି ପବନ ବାଜିକିନି ବାଇକ୍ରେ ଆମେ ଗଲୁ ଏଠୁ। ଯେଉଁଦିନ ସୋମବାର ଦିନ ରାତିରେ ଏଠୁ ଗଲୁ, 3ଟାରେ ଗଲୁ ବାଇକ୍, ପବନ ବାଜିକି ରାଣୀବାଟ ଶନିକି। ପୁଣି ବୁଧବାର ଦିନ ଫେରିଲୁ 10ଟା, ରାତି 10 ବେଳକୁ ଫେରିଲା ବେଳକୁ ପୁଣି ରାଣୀବାଟ ଷ୍ଟେସନରୁ ପୁଣି ତାଳଚେର। ତ ଏମିତିକା କଥା। ତ ସାଙ୍ଗମାନେ ସେଥିପାଇଁ ଭିଡ଼ିଓ ଆପଣମାନେ ଭାବୁଥିବେ ନା ମୋ ସହିତ ଯୋଡ଼ି ହେଇକି ରହିଛନ୍ତି, ମୋ ବ୍ଲଗ୍ କ'ଣ ପାଇଁ ଯାଉନି। ତ ସେମିତିକା ସାଙ୍ଗମାନେ ପୁରା ଥଣ୍ଡା କାଶ ହେଇଗଲା, ଆଉ ମୁଣ୍ଡ ଫୁଣ୍ଡ ପୁରା ବିନ୍ଧିକିନା ତଣ୍ଟି ଫଣ୍ଟି ଏଗୁଡ଼ା ସବୁ ପିଡ଼ା ହେଇନା ରହିଛି ହେଲା। ଏମିତିକା ସାଙ୍ଗମାନେ ଆଉ କ'ଣ କହିବି ଆପଣମାନଙ୍କୁ, ପୁରୀର ତ ଏମିତି କଥା। ଆଉ ମୁଁ ସବୁଆଡ଼େ ସାଙ୍ଗମାନେ ଏଇଥର ସବୁଆଡ଼େ ବୁଲିଛି। ମାନେ ଜଗନ୍ନାଥ ମନ୍ଦିରଠୁ ମାଉସୀ ମା ମନ୍ଦିର, ଗୁଣ୍ଡିଚା ମନ୍ଦିର ହେଉଛି 3 କିଲୋମିଟର ବାଟ। ବଡ଼ଦାଣ୍ଡରେ ବି ଚାଲି ଚାଲି ଯାଇକି ମାଉସୀ ମା ମନ୍ଦିର ଦେଖିଛି। ତ ସ୍ୱର୍ଗଦ୍ୱାର ଏମିତି ବାହାରୁ ଦେଖିଛି, ଭିତରକୁ କେବେ ଯାଇନି। ଏଇଥରକ ପୁରା ଭିତରକୁ ଯାଇକି ପୁରା ଦେଖିଛି। ମାନେ ମୁଁ କେବେ ସାଙ୍ଗମାନେ ମୁର୍ଦ୍ଦାର ବୁଢ଼ା କେବେ ଯିଏ ବି ମରେ ମୁଁ କେବେ ଯାଏନି, କାରଣ ମୋତେ ଦେଖିଦେଲେ ମୁଁ ହେରା ମନେ ପଡ଼େ, ରାତିରେ ମନେ ପଡ଼େ, ମୁଁ ସେଥିପାଇଁ ଯାଏନି। ତ ଏଇଥରକ ସାଙ୍ଗମାନେ ମୁଁ ଯାଇଛି ସ୍ୱର୍ଗଦ୍ୱାର, ଗଲି ପୁରା ଏମିତି ପୋଡ଼ା ହେଉଛି। 3ଟା ମୁର୍ଦ୍ଦାର ଅଧା ପୋଡ଼ିଗଲାଣି, ଆଉ 4ଟା ମୁର୍ଦ୍ଦାର ଥୁଆ ହେଇଛି। ତ ମୋତେ କିଛି ଏମିତି ଲାଗିଲାନି। କୁହନ୍ତି କ'ଣ ଏମିତି ବାସେ କି କ'ଣ, ମୁଇଁ ତ କେବେ ସ୍ପଟ୍ରେ ଦେଖିନି କି ଜାଣିନି। ମୋତେ କିଛି ସାଙ୍ଗମାନେ ବାସ୍ନା ଫାସ୍ନା କିଛି ହେଲାନି। ତ ମୁଁ ଖାଲି ମୁଣ୍ଡିଆଡ଼େ ମାରିକି ଗଲି, ଯାଇକି ପୁରା ପାଖରୁ ଦେଖିଲି। ତା ଧୂଆଁ ଗୁଡ଼ା ବାସିକି ଆମ ମୁଣ୍ଡରେ ବି ପଡ଼ିଗଲା। ମାନେ ଭଲ, ସ୍ୱର୍ଗଦ୍ୱାରକୁ ଗଲେ ଭଲ କି ଖରାପ କି ଜାଣି ସାଙ୍ଗମାନେ, ମୁଁ ଯାଇନି। ମୋତେ କମେଣ୍ଟ ଦ୍ୱାରା କେହି ଯଦି ଜାଣିଥିବେ କୁହନ୍ତୁ ତ। ମୁଁ କିନ୍ତୁ ଯାଇକି ଦେଖିଛି। ତ ଆମର କିଛି ବି ମାନେ ମୋତେ ବି କିଛି ମନେ ପଡ଼ୁନି ସାଙ୍ଗମାନେ, ସ୍ପଟ୍ରେ ମୁଁ ସବୁ ଦେଖିଛି। ଏଗୁଡ଼ା ମୁଁ କେବେ ବି ମାନେ ମୁଁ ଏତିକି ଆସିକି ମାନେ ହେଇଗଲାଣି, ଏଠି ଆସିକି ରହିବାରେ ମୋର ହେଇଗଲା 15-16 ବର୍ଷ। ଆଗରୁ ଘରେ ବି ମୁଁ ହେଇଗଲାଣି 10-15 ବର୍ଷ, ମାନେ ମୋତେ ପାଖାପାଖି ହେଇଗଲାଣି 31 ବର୍ଷ। ମାନେ ମୁଁ କେବେ ବି ଯାଇନି, ଯେଉଁ ମୁର୍ଦ୍ଦାର ପୋଡ଼ା ଦେଖିନି, କି କାସ୍ କିଏ ବି ମରିଗଲେ ବି ମୁଁ ଯାଏନି, କାରଣ ମୋତେ ଭୟ ଲାଗେ। ସେଠି ମୋତେ କିଛି ବି ଭୟ ନାହିଁ। ତ ଏଇଥରକା ସାଙ୍ଗମାନେ ସବୁଆଡ଼େ ମନ ଭରି ଦେଖିଛି, ମନ ଭରିକି ମାନେ ଦର୍ଶନ ପ୍ରଭୁଙ୍କୁ କଲି। ତ ଏଇଟା ହେଉଛି ମୋ ପାଇଁ ବଡ଼ କଥା। ଆଉ ସାଙ୍ଗମାନେ ମୁଁ ଯଦି ଯାଇଛି ସ୍ୱର୍ଗଦ୍ୱାର, ମୋର କିଛି ଯଦି ଭୁଲ ଅଛି ମୋତେ କ୍ଷମା କରିଦେବେ। ମୋତେ କଥା କହିବାର ଯଦି କିଛି ଭୁଲ ଅଛି ମୋତେ କ୍ଷମା କରିଦେବେ। ଆଜିର ଭିଡ଼ିଓଟିକୁ ଏଇଠି ଚାଲନ୍ତୁ, ଯେଉଁ ଭିଡ଼ିଓଟିକୁ ଆରମ୍ଭ କରିବା। ମୁଁ କହୁଥିଲି ନା ସାଙ୍ଗମାନେ, ବହୁତ ଦିନ ପରେ ମୋ ଆଶା ପୂରଣ ହେଇଯାଇଛି। ତ ବହୁତ ଦିନ ହେଲା ମୁଁ କହୁଥିଲି ଆପଣମାନଙ୍କୁ ଜଗା ଦର୍ଶନ କରିବି ବୋଲି। ଜଗାର ଡୋରି ନ ଲାଗିଲେ ସାଙ୍ଗମାନେ କେହି ବି ଆସିପାରିବେନି। ଜଗା ଡୋରି ଲାଗିଲା, ମୁଁ ପୁରୀ ପଳେଇ ଆସିଲି। ଆପଣମାନଙ୍କୁ କେମିତି ଭିଡ଼ିଓଟା ଲାଗୁଛି ଆପଣମାନେ ସେମିତି ବ୍ଲଗ୍ଟି ଦେଖି ଚାଲନ୍ତୁ। ଆଉ ଟିକେ ଫର୍ସା ହେଇଯାଉ, ମନ୍ଦିରଟା ଆପଣମାନଙ୍କୁ ଦେଖେଇବି। ଏମିତିକା ସାଙ୍ଗମାନେ ମୁଁ ସକାଳୁ ପୁରା ଗାଧେଇ ସାରିଲିଣି, କିନ୍ତୁ ମୁଣ୍ଡ କୁଣ୍ଡେଇନି ଏପର୍ଯ୍ୟନ୍ତ। କହିଲି ଭିଡ଼ିଓଟା ହେଉଛି ବାଲକୁନି, ଏଇଟା ହେଉଛି ବାଲକୁନିଟା। ପୁରୀର ପରିବେଶଟା ଆପଣମାନଙ୍କୁ ଦେଖୁଛି ଭଲ। ପୁରା ପବନ ସାଙ୍ଗମାନେ, ପୁରା ବହୁତ ଜୋରରେ ପବନ ହେଉଛି। ଆପଣମାନଙ୍କୁ ଦେଖାଉଛି, ଆଗ କ୍ୟାମେରା କରିକି ଦେଖାଉଛି। ତ ସାଙ୍ଗମାନେ ମୋର ସୋମବାର ଥିଲା ମୋର ଜନ୍ମଦିନ, କିନ୍ତୁ ସୋମବାର ଛାଡ଼ି ପାରିଲିନି, କାରଣ ଭୋରୁ ପଳେଇ ଆସିଲି। ରାତି 4ଟାରୁ ପୁରୀ ପଳେଇ ଆସିଲି। ପୁରୀ ଆସିକି ଆପଣମାନେ ତ ପୁରୀ ଆସିଥିବେ, ମା ଜଗାକୁ ଦର୍ଶନ କରିଥିବେ। ତ ମୁଁ ବି ଜଗାକୁ ଦର୍ଶନ ଯାହା ହଉ ଦର୍ଶନ କରିଦେଲି। ବହୁତ ଦିନ ପରେ ମୋ ଆଶା ପୂରଣ ହେଲା।
तो दर्शन सारिकी तो आउ राति गला मत सांग मैंने लाइन ठिया दर्शन कलु सुरक्षित भाव में। तापर कौन है कि रूम को आसी टाइट लगे सांग लगला तो वीडियो छाड़ी पारे सांग मैंने मो जन्मदिन था सोमवार कि मंगलवार वीडियो जीव चलतु आपण मानक आगे कैमेरा करके देखा यहाँ रूम तो यहाँ टीवी लगी रूम रे तो देखी दूसरी आपण मानक यहाँ हूँ बेड तो एपटे सब देखी दूसरी आपण मानक ये गोटे पिला दात बसुची आउटा लगी एसी आउटे सब जिन पतर थाक सब रख सजाड़ी सजाड़ी रखीदेव आउ यहाँ गोटे फैन लगी बहुत भल परिवेशटा ये देखु बहुत सारा देखु सब रूम अच्छी मो ऊपर महलार वीडियो बनाऊँ देखु जहाँ भलरे भलरे सांग मैंने जगह दर्शन मिलगला मत मतलब बहुत दिन पर मोर आशा पूरण हो गला यहाँ तो हूँ मो बड़ कथा। बर्तमान आम बाहर तो पुणी आउ थे मंदिर जीवु तो से कौन किणाकुड़ी सी बीजे किणाकुड़ी गोटे खुशी आउ नहीं गोटे खुशी आउ बर्तमान बाहर देखो ठंडा पवन पूरा बहुत छात एटा रूम देखो ये रूम मंदिर आपण मानक देखुला आगे कैमरा करना मंदिर देखुला देखु से मंदिर मंदिर एटा रूम देखु यहाँ हूँ रूम आमर मंदिर बहुत ठंडा सामान बहुत ठंडा लगुच गाधे पड़े खाली चाटे बिस्कुट खिया तो बहुत ठंडा लगुच बर्तमान हम चल चली पहुँचलु स्वर्गद्वार हम फैमिली चल चली आगे जाऊँ मुझे पछे जाऊँगी वीडियो करना नरेंद्र पोखरी सांग मैंने पहुँची गलु देखत नरेंद्र पोखरी तोठ खपरा नमो देखु केमती तो आर पटक गले भी वीडियो मुझे आपण मानक शेयर करी देखो जूम करना टे देखी दूसरी नरेंद्र पोखरी तुम वीडियो समस्त भल लगे निश्चय लाइक शेयर सब्सक्राइब करूँ सपोर्ट करूँ आपण मान तो मो ब्लॉग रे बहुत मात्रा सपोर्ट करूँ सपोर्ट कर आगे आगे चलतु मो सहित जोड़ी रुहतु आपण मानक नमस्कार किसी नेक्स्ट ब्लॉग देखा बाय बाय।